ସରକାରୀ ସଂସ୍ଥା ବେହାଲ, ବେସରକାରୀ ସଂସ୍ଥା ମାଲେମାଲ। କଂଗ୍ରେସରୁ ଆରମ୍ଭ ବିଜେଡିରେ ଶେଷ, ବିଜେପି ସାଜିଛି ଆଶା ଭରସା। ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଭୂତକୋଠିରେ ପରିଣତ ହୋଇସାରିଥିବା କୋଣାର୍କ ସୂତାକଳର କଥା। 1984 ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ହେଲେ 24 ବର୍ଷର ଅପାରଗତ ବିଜେଡି ସରକାର ଏହି ସୂତାକଳକୁ କାର୍ଯ୍ୟକ୍ଷମ କରିପାରିଲା ନାହିଁ। କେବଳ କିଛି ବର୍ଷ ଜିନିଂ ପାଇଁ ଚାଲିଲା, ଆଉ ଯଥା ପୂର୍ବଂ ତଥା ପରଂ ଭଳି ବନ୍ଦ ପଡ଼ି ରହିଛି ଏହି ସର୍ବପୁରାତନ ସୂତାକଳ। 30 ବର୍ଷ ତଳେ ପ୍ରାୟ 15 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଲା ବଡ଼ ବଡ଼ କୋଠା, ବସିଲା ବଡ଼ ବଡ଼ ମେସିନ୍। କଳାହାଣ୍ଡିର କପାରେ ସୂତା ତିଆରି କରିବା, କପା ଚାଷୀ ସହ ସ୍ଥାନୀୟ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାମଧନ୍ଦା ଯୋଗାଇବା, ଏହା ଥିଲା ଜାନକୀଙ୍କ ସ୍ୱପ୍ନ। ହେଲେ ସେହି ସ୍ୱପ୍ନ ସ୍ୱପ୍ନରେ ରହିଗଲା। ଆବଶ୍ୟକୀୟ ଭିତ୍ତିଭୂମି ଥାଇ ମଧ୍ୟ ଆରମ୍ଭ ହୋଇପାରିଲା ନାହିଁ କୋଣାର୍କ ସୂତାକଳ। ଶେଷରେ ଭୂତକୋଠିରେ ପରିଣତ ହୋଇଗଲା କୋଣାର୍କ ସୂତାକଳ। ସରକାର ତ ସ୍ୱପ୍ନ ଦେଖିଥିଲେ, ତା ସହିତ କଳାହାଣ୍ଡି ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ସୂତାକଳକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ। ସୂତାକଳ ଚାଲିବ, ନିଜ ଦାଦନ ଯିବାରୁ ମୁକ୍ତି ମିଳିବେ, ରୋଜଗାର ପାଇବେ କଳାହାଣ୍ଡିର ଶହ ଶହ ବେକାର ଯୁବକ। ତା ସହିତ କପାର ଉଚିତ ମୂଲ୍ୟ ମଧ୍ୟ ମିଳିବ। ହେଲେ ସରକାରଙ୍କ ସ୍ୱପ୍ନ ଭଳି ଲୋକଙ୍କ ଆଶା ମଧ୍ୟ ଆଶାରେ ରହିଗଲା। ତ ଆଜ୍ଞା ଏମିତି ଦେଖ 2-2.5 ବର୍ଷ ଖଣ୍ଡେ ହେଲା ବନ୍ଦ ହେଇଛି। ଫେର ଏଇନେ ଯେନ୍ ଷ୍ଟାଫ୍ ମାନେ ଅଛନ୍ ତାଙ୍କର ବି ଦରମା ଫରମା କିଛି ନେଇ ପାଇବା। 1 ନମ୍ବର ହେଉଛି ଦରମା ନେଇ ପାଇବାଟା ବି ଟିକେ ଖରାପ ଲାଗୁଛି। 2 ନମ୍ବର ଆମେ ଯେନ୍ ଶ୍ରମିକ ମାନେ କାମ କରୁଥିଲୁ, 200-250 ଲୋକ ଯେନ୍ଟା ଆମେ ଚଲୁଥିଲୁ, ସେ ଜିନିଷ ବି ବନ୍ଦ ହେଇଯାଇଛି। ବହୁତ ଅସୁବିଧା ହେଉଛି। ଆରୁ ସୂଚନାଯୋଗ୍ୟ ଯେ କଳାହାଣ୍ଡିରେ ଉତ୍ପାଦିତ କପାର ଆନ୍ତର୍ଜାତୀୟ ବଜାରରେ ବେଶ୍ ଚାହିଦା ରହିଥିବା ବେଳେ କୋଣାର୍କ ସୂତାକଳ ଆରମ୍ଭ ନ ହେବା ବେସରକାରୀ ସଂସ୍ଥାକୁ ସୁହାଇଥିଲା। ଅଞ୍ଚଳରେ ଗଢ଼ି ଉଠିଲା ଏକାଧିକ ବେସରକାରୀ ଜିନିଂ ମିଲ୍। ଯଦି ବେସରକାରୀ ସଂସ୍ଥା କପା ଜିନିଂ କରି ମାଲେମାଲ ହୋଇପାରିଛି, ତେବେ ସରକାର କାହିଁକି କୋଣାର୍କ ସୂତାକଳକୁ ଚଲାଇଲେ ନାହିଁ? ଏହାର ଉତ୍ତର ଦେବ କିଏ? ବାରମ୍ବାର କେସିଙ୍ଗାବାସୀ ଏହାକୁ ଚାଲୁ କରିବା ପାଇଁ ଦାବି କରି ଆସୁଥିଲେ ସୁଦ୍ଧା 24 ବର୍ଷର ଅପାରଗତ ବିଜେଡି ସରକାରଙ୍କ ବୈମାତ୍ରିକ ମନୋଭାବ ଯୋଗୁଁ ଏହାର ପୁନରୁଦ୍ଧାର ହୋଇପାରିଲା ନାହିଁ। ଶେଷରେ ଖତ ଖାଉଛି କୋଟି କୋଟି ଟଙ୍କାର ମେସିନ୍। ଭୂତକୋଠିରେ ପରିଣତ ହୋଇଗଲା ବଡ଼ ବଡ଼ କୋଠା। ବେକାର ହୋଇ ବସି ରହିଲେ ଏଠାରେ କାର୍ଯ୍ୟରତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ। କିନ୍ତୁ ଲିଭି ଆସୁଥିବା ଦୀପରେ ଘିଅ ଦେବା ଭଳି ବର୍ତ୍ତମାନର ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସୂତାକଳ ପରିଦର୍ଶନ କରିବା କେସିଙ୍ଗାବାସୀଙ୍କ ମନରେ ଏକ ନୂତନ ଆଶାର ଆଲୋକ ସଞ୍ଚାର କରିଛି। ସୂଚନାଯୋଗ୍ୟ ଯେ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଭୂତକୋଠି ଫାଜିଥିବା କୋଣାର୍କ ସୂତାକଳ ପରିଦର୍ଶନରେ ଆସି ଭିତ୍ତିଭୂମି ସହ ମେସିନାରୀ ସବୁ ବୁଲି ଦେଖିବା ସହିତ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ପରେ ଦୀର୍ଘ ଦିନରୁ ବିନା ଦରମାରେ ଏହି ସୂତାକଳ ଉପରେ ଭରସା କରି ବଞ୍ଚି ରହିଥିବା ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଓ କେସିଙ୍ଗାବାସୀଙ୍କ ମନରେ ଏକ ସୂତାକଳକୁ ନେଇ ପୁନର୍ବାର ଏକ ଆଶା ଉଜ୍ଜୀବିତ ହୋଇଛି। ଆଜି ଜିଲ୍ଲାପାଳ ଡାକିଥିଲେ, କାଣା କହିଲେ ଜିଲ୍ଲାପାଳ? जिलापाल पाखे आम जाइलु आज्ञा केन्डार काम आरंभ ए मिल चला जाऊ आम कोली मंजरी को चलमु आगु आम चली आसुलु आरो जेंता करी भी आम जेन दांदर खटी जीवार नहीं पड़ता। आम कलाहांडी रे एकमात्र फैक्ट्री अच्छी, एटा केंती करी एटा चालू करा जो बोली आम कलेक्टर आज्ञा कहलु। तो कलेक्टर आज्ञा काना कहले तुमके? कलेक्टर आम चेष्टा करूछु गवर्नमेंट संगे आरो आम तुरंत ई भितरे एका चालू करबा लगी आम प्रपोजल चलैछु बोली कहले। आम रिस्क आमर ऊपर रहिला, आरे तुम चिंता नहीं कर, आम मिल चालू करू बोली कहले। समय बदलिछि सरकार, बदलिब कि कोणार्क ସୂତାକଳର ଭାଗ୍ୟ, ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡିରୁ ସଂଗ୍ରାମ କେଶରୀ ଦେଓଙ୍କ ରିପୋର୍ଟ, ସତ୍ୟର ସ୍ୱର।